ଜୟ ଜଗନ୍ନାଥ ଜୟ ଶ୍ରୀମାଳି ନୀଳମାଧବ ଇଏ ହଉଛି ଆପଣ ଗୋଟେ ନୂଆ ଜାଗା ଆଜି ନେଇକି ଆସିଛି ଯୋଉଠି ଆପଣଙ୍କ ଭଗବାନ ଶ୍ରୀ ଜଗନ୍ନାଥଙ୍କର ଆବିର୍ଭାବ ଯୋଉଠି ନୀଳ ମାଧବ ପୂଜା ପାଉଥିଲେ ଯୋଉ ପାହାଡ ସେଇ ପାହାଡକୁ ଆଜି ଆପଣଙ୍କୁ ନେଇକି ଆସି ଚାଲନ୍ତୁ ଦେଖିବା ପୁରା ପାହାଡରେ କଣ କଣ ସବୁ ଅଛି ଆଉ ମନ୍ଦିରର କେମିତି ଅଛି ସବୁ ରୂପରେଖ। ଇଏ ହଉଛି ଜଗନ୍ନାଥଙ୍କ ମନ୍ଦିର ଷ୍ଟାଇଲ ର ପୁରା କରାହେଇଛି ପୁରୀ ଜଗନ୍ନାଥ ଟାଇପ ର କିନ୍ତୁ ଇଏ ହଉଛି ଜଗନ୍ନାଥ ମନ୍ଦିର ନୁହଁ ଏ ହଉଛି ନୀଳ ମାଧବ ମନ୍ଦିର। ନୀଳମାଧବ ଯିଏ ଆପଣଙ୍କ ଶ୍ରୀ ନୀଳମାଧବ ଆପଣଙ୍କର ପୂଜା ପାଉଥିଲେ ଗୁମ୍ଫା ଭିତରେ ଶବ ତାକୁ ଆଣି ରଖିଥିଲେ ସିଏ ହଉଛନ୍ତି ଏଠି ତାଙ୍କର ମନ୍ଦିର ଏଇ ଜାଗାରେ ସେ ମନ୍ଦିର ଥିଲା ଏଠି ସେ ପୂଜା ପାଉଥିଲେ। ଯିଏ ମାନେ ବି ଜାଣିନାହାନ୍ତି ନିହାତି ଜାଣି ରଖନ୍ତୁ ଏଇଟା ହଉଛି ନୀଳମାଧବ ଶ୍ରୀ ଜୀଉ ନୀଳମାଧବଙ୍କ ମନ୍ଦିର। ଜଗନ୍ନାଥଙ୍କର ପୂର୍ବ ରୂପ ଯୋଉଠି ଆପଣଙ୍କର ଜଗନ୍ନାଥ ପୂର୍ବରୁ ପୂଜା ପାଉଥିଲେ ତାପରେ ଏଇଠୁ ଯାଇକି ରାଜା ଯେତେବେଳେ ଏଠି ମନ୍ଦିର କରି ତାଙ୍କୁ ସମୁଦ୍ର କାଠ ସେ ତ କାହାଣୀ ଗୋଟେ ଅଲଗା ସେ କାହାଣୀ ବି ଏଠି ଅଛି ଆପଣଙ୍କୁ ମୁଁ ଦେଖେଇବି। ଇଏ ହଉଛି ମନ୍ଦିର ଆମର ବର୍ତ୍ତମାନ ମନ୍ଦିର ଭିତରେ ପ୍ରବେଶ କରି ଯାଇଛୁ ଦେଖନ୍ତୁ ମନ୍ଦିର ଭିଡ ଅଛି ଗୋଟେ ଦିଟା କିନ୍ତୁ ଭିଡ ଅଛି ମନ୍ଦିର ଆଉ ବହୁତ ପୁରୁଣା ମନ୍ଦିର ଆଉ ଐତିହାସିକ ମନ୍ଦିର ଗୋଟେ ଇତିହାସର ଗୋଟେ ପନା କହିଲେ ଚଳିବ। ତ ଦେଖନ୍ତୁ ମନ୍ଦିର ଭିତରକୁ ତ କ୍ୟାମେରା ଆଲାଉ ନାହିଁ ତଥାପି ପ୍ରାଙ୍ଗଣ ଭିତରେ ଆମେ କରିଛୁ ଆଉ ମନ୍ଦିର ଭିତରେ ଶ୍ରୀ କଳାଜିଉଙ୍କର ମନ୍ଦିର ଆପଣ ଦେଖିପାରିବେ ଏଇଠୁ ଆପଣଙ୍କର ଘାଟ ଅଛି ଏପଟ ଦଶା ଘାଟ ମାନେ ଆପଣଙ୍କର ଏଠି ଭୋଗ ପ୍ରସାଦ ବି ବଣ୍ଟନ କରାଯାଏ ପ୍ଲସ ଆପଣଙ୍କର ସେଠି ଦଶ କାମ ବି କରାଯାଏ। ଇଏ ପ୍ରଭୁଙ୍କର ଚାରି ସାଇଟରେ ମନ୍ଦିର ଦେଖନ୍ତୁ ଜଗନ୍ନାଥ ଯେମିତି ଜଗନ୍ନାଥ ମନ୍ଦିର ଯେମିତି ପୁରୀରେ ଚାରି ସାଇଟ ର ମନ୍ଦିର ଏଠି ସେମିତି ଚାରି ସାଇଟ ର ମନ୍ଦିର କୋଉଠି ବାବାଙ୍କର କୋଉଠି ମାତାଙ୍କର ସବୁ କିଛି ମନ୍ଦିର ଅଛି। ବହୁତ ସୁନ୍ଦର ପରିବେଶ କହିଲେ ଚଳିବ ଏଠି ଥରେ ଆସିଲା ଯିବାକୁ ଇଚ୍ଛା ହବନି ପାହାଡ ଉପରେ ମନ୍ଦିର ଦେଖନ୍ତୁ ସବୁ ମନ୍ଦିର ନୀଳଚକ୍ର ଲାଗିଛି। ଇଏ ହଉଛି ଆପଣଙ୍କର ଖାଇବା ଜାଗା ଯୋଉଠି ଅନ୍ନ ଖାଇବେ ଆପଣଙ୍କର ପ୍ରସାଦ ବଣ୍ଟନ କରାଯାଏ ଅବଢା ବଣ୍ଟନ କରାଯାଏ ଏଠି। ନୀଳମାଧବ ମନ୍ଦିର ଏଇଟା ହଉଛି ବ୍ୟାକ୍ ସାଇଡ ପଛ ପଟେ ହଉଛି ଆପଣଙ୍କର ନଦୀ ମହାନଦୀ ମହାନଦୀକୁ ଦେଖିବା କେମିତି ତାର କରାଳ ରୂପ ବର୍ତ୍ତମାନ ଧରିଛି ବନ୍ୟାରେ ବହୁତ ସୁନ୍ଦର କରାହେଇଛି ଆଉ ସୁନ୍ଦର ବି ଲାଗୁଛି ଜାଗା ଟା ଆପଣ ଥରେ ଆସିଲେ ନିହାତି ଜାଣିପାରିବେ ହଉଛି ନୟାଗଡର ପଚାରିଲେ ବି କହିଦେବେ ନୟାଗଡ଼ ହେଉଛି ସେଇ ମନ୍ଦିର ନୀଳମାଧବ ମନ୍ଦିର ଯଦି ନୀଳମାଧବ ପୂଜା ପାଉଥିଲେ ଯୋଉଠି ଶବର ତାଙ୍କୁ ଏଠି ଗୁମ୍ଫା ଭିତରେ ରଖି ପୂଜା କରୁଥିଲେ ସେଇ ମନ୍ଦିର ସେଇ ଗୁମ୍ଫା ଇଏ ଏଠି ମନ୍ଦିର କରାଯାଇଛି ବହୁତ ସୁନ୍ଦର ମନ୍ଦିର ଦେଖନ୍ତୁ ମନ୍ଦିର ଯେମିତି ଜଗନ୍ନାଥ ମନ୍ଦିର ଷ୍ଟାଇଲ ର ହେଇଛି। ବହୁତ ସାରା ପିଲା ଆଜି ଆସିଛନ୍ତି ଯୋଉମାନେ କାଉଡିଆ ଭାଇ ମାନେ ଆସିଛନ୍ତି ଆଜି ଦର୍ଶନ ପାଇଁ ଯେହେତୁ ଏମାନେ ଯୋଉମାନେ ଆସନ୍ତି ଲଡୁବାବା ଅଧିକାଂଶ ଲୋକ ପ୍ରାୟତଃ ଆସୁଛନ୍ତି ଏଠି ଦର୍ଶନ କରିବା ପାଇଁ ଯୋଉମାନେ ଲଡୁବାବା ଆସିଛନ୍ତି ପାଣି ଢାଳିବା ପାଇଁ ଆଉ ପାଖରେ ହିଁ ହେଉଛି ଆପଣଙ୍କର ଗୋଟେ ସୁନ୍ଦର ଐତିହାସିକ ପୌରାଣିକ ମନ୍ଦିର ଦେଖନ୍ତୁ ମନ୍ଦିରର କାରୁକାର୍ଯ୍ୟ ବହୁତ ସୁନ୍ଦର ଲାଗୁଛି ଏ କାରୁକାର୍ଯ୍ୟ ବହୁତ ବଢିଆ ଏ ମନ୍ଦିର ଲାଗୁଛି। ମହାନଦୀ କୂଳରେ ଅବସ୍ଥିତ ଆଉ ଏଇ ମହାନଦୀ କୂଳକୁ ଆମେ ଯିବା ଦେଖିବା କଣ ସେଠି ସବୁ ଚାଲିଛି ମନ୍ଦିର ପ୍ରଥମେ ଦେଖି ନିଅନ୍ତୁ। ଖଳ 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 ହେଇକି ଇଏ ହଉଛି ମହାନଦୀ ସେପଟେ ଯୋଉ ଆପଣ ଯାଇଥିଲେ ମନ୍ଦିରର ପଛପଟେ ସେପଟୁ ବାଡେଇ ହେଇକି ସେଇଟା କାନ୍ଥରେ ହେଇ ଯେହେତୁ ସେଇଟା ପୁଣି ରିଟର୍ଣ କରିକି ଆସିଛି ଏପଟୁ ପାଣି ଟା ମହାନଦୀରେ ସେପଟେ ବାଡେଇ ହଉଛି ବାଡେଇ ହେଲା ପରେ ସେଟାକୁ ବୁଲା ହେଇଛି ସେ ପାହାଡ ଦେଇକି ସାଇଡ ରେ ବୁଲିକି ଆସିଛି ପାଣି ଟା ଆପଣଙ୍କର ଏପଟେ ବୋହିକି ଯାଉଛି ମହାନଦୀ ଏଇ ଲୋକ ଦେଖନ୍ତୁ ଗାଧଉଛନ୍ତି। ଏଠି ବୋଟିଂ ବ୍ୟବସ୍ଥା ବି ଅଛି ଆପଣ ବୋଟିଂ କରିପାରିବେ। ବୋଟ ପାଇଁ ରଖାଯାଇଛି ବୋଟ ଦେଖନ୍ତୁ ଆସୁଛି ଗୋଟେ ବୋଟ ଆଉ ସେପଟେ ସବୁ ବହୁତ ଛିଡା ହେଇଛି ଏ ବୋଟ ଆସି ବୋଟିଂରେ ଯାଇଥିଲେ ବୁଲେଇ ଆଣିବେ ଆପଣଙ୍କ ପର ହେଡ 50 ଟଙ୍କା ଲେଖା ନେଉଛନ୍ତି ଆପଣ ଗୋଟେ ରାଉଣ୍ଡ ସିଏ ଆପଣଙ୍କୁ ବୋଟିଂ କରି ବୁଲେଇ ଆଣିବେ ବର୍ତ୍ତମାନ ପାଣି ପ୍ରବଳ ଅଛି ମହାନଦୀ ବନ୍ୟା ଟାଇମ ଆଉ ବର୍ଷା ପ୍ରବଳ ତ ଦେଖନ୍ତୁ କେମିତି ପୁରା ଏକୂଳରୁ ସେକୂଳ ପାଣି ଲାଗିଯାଇଛି ଯଦି କେବେ ନୟାଗଡ଼ ଆସନ୍ତି ନିହାତି ଏଇ ଐତିହାସିକ ମନ୍ଦିରକୁ ଥରେ ନିହାତି ଦର୍ଶନ କରି ଯିବେ ଏତିକି ମୋର ଅନୁରୋଧ ଆଉ ଏଇ ସୁନ୍ଦର ମନ୍ଦିରରେ ନିଜର ଆଶୀର୍ବାଦ ଜୟ ବାବା ନୀଳମାଧବ ଜୟ ଜଗନ୍ନାଥ ଦେଖନ୍ତୁ ଡଙ୍ଗା ଆସି ଲାଗିଗଲା ପରେ ତାପରେ ଓହ୍ଲେଇଲେ ଆମେ ପଳେଇ ଆସିଲୁ ଏଠି ଦେଖନ୍ତୁ ପୁରା ସେଠୁ ପାହାଚ ଲାଗିଛି ପୁରା ନଦୀକୁ ଏଠି ଆପଣ ଟିକେଟ କରିବେ ଯିବେ ପର ହେଡ 50 ଟଙ୍କା ଆପଣ ଦେଇକି ଯାଇକି ବୁଲିକି ଆସିପାରିବେ ଏଇଟା ଯୋଉ ନୀଳମାଧବଙ୍କର ସାଇଟ ରେ କହୁଥିଲି ମାନେ ତାର କଥା ଗୋଟେ ଅଛି ଏଇଠୁ ଆପଣ ଜଷ୍ଟ ରାଇଟ ସାଇଡରେ ମୁଁ ଦେଖାଉଛି ଆପଣଙ୍କୁ ଏଇଟା ହଉଛି ତାର ଗୋଟେ ନୀଳମାଧବ ଯୋଉ ଆପଣ ପୂଜା ପାଉଥିଲେ ସେ ଶବର ଥିଲା କଣ ତାର ଷ୍ଟୋରି ତା ଉପରେ ଗୋଟେ ଗ୍ରନ୍ଥ ମାନେ ମ୍ୟୁଜିୟମ କରାହେଇଛି
ଚାଲନ୍ତୁ ସେ ମ୍ୟୁଜିୟମ୍ ଆଉ ନେକ୍ସଟ ଭିଡ଼ିଓ ଦେଖିବା ପୁରା ଭିଡ଼ିଓ। ନୀଳମାଧବ ଯୋଉ ତାଙ୍କର ସ୍ଥାପନ କେମିତି ପୂଜା କଲେ ସେଇଟା ବୋଧେ ତ ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟ ଜଣାଇବେ। ଭିଡ଼ିଓଟି ଭଲ ଲାଗେ ଲାଇକ୍ ଟିକେ କରିବେ। ଚ୍ୟାନେଲ ଯଦି ପ୍ରଥମ ଥର ଆସିଛନ୍ତି ସବସ୍କ୍ରାଇବ୍ ନିହାତି କରିବେ। ତ ନେକ୍ସଟ ଭିଡ଼ିଓ ଦେଖିବା ପୁରା ନୀଳମାଧବଙ୍କର ପୁରା ଭିଡ଼ିଓ। ତ ଆଜି ପାଇଁ ଏତିକି ରହିଲି। ଜୟ ନୀଳମାଧବ, ଜୟ ଜଗନ୍ନାଥ।